ପିଲାମାନେ ଆପଣ ଜାଣିଥିବେ କୋଡ଼ିଂ ଡିକୋଡ଼ିଂ ଏକ୍ଜାମ୍ରେ ଏମିତି ପରିତବ ଇଫ୍ ସନ୍ ଇଜିକାଲ୍ ଟୁ 108 ମୁନ୍ ଇଜିକାଲ୍ ଟୁ 114 ଦେନ୍ ଷ୍ଟାର୍ ମାନେ ସନ୍ର ହେଇଛି 108 ମୁନ୍ର ହେଇଛି 114 ଷ୍ଟାର୍ର କ'ଣ ହେବ ମୁଁ ଦେଖାଉଛି ମାନେ ଷ୍ଟାର୍ ହେବ ସନ୍ର 108 କେମିତି ହେଲା ଏସ୍ରେ କେତେ ଅଛି ଏସ୍ରେ ଅଛି 19 ତାପରେ ୟୁରେ କେତେ ଅଛି ୟୁରେ ଅଛି 21 ୟୁ 21 ତାପରେ ଏନ୍ରେ କେତେ ଅଛି ଏନ୍ରେ ଅଛି 14 ଏନ୍ରେ 14 ଆମେ ଏଇଠୁ କେମିତି କ'ଣ କରିବା ଏଇଠୁ ଏମିତି ମିଶେଇ ଦେବା ମିଶେଇ ଦେଲେ 4 1 5 5କୁ 9 ଗଲେ ମିଶାଇଲେ 14କୁ 4 ନେଲୁ 1 2 1 3 3 4 1 ହେଲେ 5 ତାକୁ ମିଶେଇ ଦେବା ମିଶେଇ ସାରିଲା ପରେ ତାକୁ ଗୁଣି ଦେବା ଗୁଣି ଦେଲେ ଗୁଣି ଦେଲେ 208 2 5 10 208 2 5 10 108 ଏଇ ଦେଖନ୍ତୁ ସହନର 108 ଏ ଫଳ ବାହାରିଲା ସହନ ପରେ ମୁନ୍ର କେତେ ମୁନ୍ର ବାହାରିଆ ଏମ୍ କେତେ ଏମ୍ 13 ଓ 15 ପୁଣି ଓ 15 ଏନ୍ 14 ତାକୁ ଆମେ ଏତିକି ମିଶେଇ ଦେବା ଏତିକି ମିଶେଇ ଦେଲେ 57 ଆକୁ କ'ଣ କରିବା ଗୁଣି ଦେବା ଗୁଣି ଦେଲେ କେତେ ହେବ ଗୁଣି ଦେଲେ 214 210 ନେଲେ ତା ଗୁଣି ଦେଲେ ଏତିକି ବାଲା ମୁନ୍ର ଏତେ ବାଲା ମୁନ୍ର କେତେ ବାଲା ମୁନ୍ର ଏତେ 114 ବାଲା ଏତିକି ଗଲୁ ଷ୍ଟାର୍ର କେମିତି ନେକ୍ସଟ ଷ୍ଟାର୍ର କେମିତି ପାରିବ ତା'ର ପସନ୍ଦ ଅପସନ୍ 4 ଦେଇଛି 120 ନା 122 ନା 116 ନା 108 ଷ୍ଟାର୍ର ଉତ୍ତର କ'ଣ ହେବ ମୁଁ ଏବେ ବାହାର କରୁଛି ଷ୍ଟାର୍ର ହେଲା ଏସ୍ 19 ଟିର କେତେ 20 ଏର 1 ଆର୍ର 18 ଆମେ ଆକୁ କ'ଣ କରିବା ମିଶେଇବା ଏତିକି ଗଲେ ଆମେ ମିଶେଇଲେ ବାହାରୁଛି 58 ତାପରେ ଆକୁ କ'ଣ 2ରୁ ଗୁଣି ଦେବା 2ରୁ ଗୁଣିଲେ କ'ଣ ବାହାରୁଛି 116 ଷ୍ଟାର୍ର କେତେ ହେଲା ଷ୍ଟାର୍ର 116 ଅପସନ୍ କ'ଣ ବାଲା 116 ପରୀକ୍ଷା ସବୁ ଏଇ ଟାଇପ୍ର ଆନ୍ସର୍ ବାହାରିବ ତ ଏମିତି କରି ବାହାର କରିବ।